ଯୁକ୍ତ 2 ପରୀକ୍ଷା ଫର୍ମ ଫିଲ୍ଅପ୍ ନେଇ ତାରିଖ ଘୋଷଣା କଲା ସିଏଚ୍ଏସ୍ଇ। ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା 20 ତାରିଖରୁ ନଭେମ୍ବର 6 ତାରିଖ ଭିତରେ ଫର୍ମ ଫିଲ୍ଅପ୍ କରିବେ। ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା 13ରୁ 25 ଭିତରେ ଫର୍ମ ଫିଲ୍ଅପ୍ କରିବେ। 200 ଟଙ୍କା ଫାଇନ୍ରେ ନଭେମ୍ବର 10ରୁ 14 ତାରିଖ ମଧ୍ୟରେ ଫର୍ମ ଫିଲ୍ଅପ୍ ହେବ। 600 ଟଙ୍କା ଫାଇନ୍ରେ ନଭେମ୍ବର 17ରୁ 19 ମଧ୍ୟରେ ଫର୍ମ ଫିଲ୍ଅପ୍ ହେବ। କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ଷ୍ଟ୍ରିମ୍ର ନିୟମିତ ଏବଂ ପୂର୍ବତନ ରେଗୁଲାର ଛାତ୍ରଛାତ୍ରୀମାନେ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା 2024 ପାଇଁ ନିଜ ନିଜ ଶିକ୍ଷାନୁଷ୍ଠାନରେ ଫର୍ମ ପୂରଣ କରିବେ। ନିୟମିତ ଛାତ୍ରଛାତ୍ରୀମାନେ ଅକ୍ଟୋବର 20ରୁ ନଭେମ୍ବର 6 ପର୍ଯ୍ୟନ୍ତ କୌଣସି ଜରିମାନା ନ ଦେଇ ଫର୍ମ ପୂରଣ କରିପାରିବେ। ସେମାନଙ୍କୁ ଅକ୍ଟୋବର 21ରୁ ନଭେମ୍ବର 7 ମଧ୍ୟରେ SBI କଲେକ୍ଟ ମାଧ୍ୟମରେ ଫି ଜମା କରିବାକୁ କୁହାଯାଇଛି। ସିଏଚ୍ଏସ୍ଇ ଅନୁଯାୟୀ ରେଗୁଲାର ଛାତ୍ରଛାତ୍ରୀମାନେ ଯଦି ନିର୍ଦ୍ଧାରିତ ସମୟ ଅନୁଯାୟୀ ଫର୍ମ ନ ଭରିବେ ତେବେ ନଭେମ୍ବର 10ରୁ 14 ପର୍ଯ୍ୟନ୍ତ 200 ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ। ସେମାନଙ୍କୁ ନଭେମ୍ବର 11ରୁ 15 ମଧ୍ୟରେ ଫି ଜମା କରିବାକୁ ପଡ଼ିବ। ସିଏଚ୍ଏସ୍ଇ ରେଗୁଲାର ଛାତ୍ରଛାତ୍ରୀମାନଙ୍କୁ ନଭେମ୍ବର 17ରୁ 19 ମଧ୍ୟରେ 600 ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିବାକୁ ଅନୁମତି ଦେଇଛି। ଛାତ୍ରଛାତ୍ରୀମାନଙ୍କୁ ନଭେମ୍ବର 18ରୁ 20 ମଧ୍ୟରେ ଫି ଜମା କରିବାକୁ ପଡ଼ିବ।